ପୁରୀଠାରେ ଆୟୋଜିତ ଭାରତୀୟ ମଜଦୁର ସଂଘ ବିଏମ୍ଏସ୍ର 21ତମ ତ୍ରିବାର୍ଷିକ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ପ୍ରଯୁକ୍ତିବିଦ୍ୟା ଦକ୍ଷତା ବିକାଶ ଦ୍ୱାରା ଶ୍ରମିକ କଲ୍ୟାଣ ହେବା ସହିତ ଦେଶର ଭବିଷ୍ୟତ ଅଭିବୃଦ୍ଧିକୁ ସଶକ୍ତ କରିବାରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସଂସ୍କୃତିରେ ଶ୍ରମର ସର୍ବୋଚ୍ଚ ମର୍ଯ୍ୟାଦା ରହିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ୍ପରାରୁ ଉଦାହରଣ ଦେଇ ସେ କହିଥିଲେ ଯେ କୌଣସି କାମକୁ ଛୋଟ କିମ୍ବା ବଡ଼ ବୋଲି ବିବେଚନା କରାଯାଏ ନାହିଁ, କାରଣ ଏହି ଦର୍ଶନ ଶ୍ରମ ସମ୍ପର୍କ ଏବଂ ନୀତି ନିର୍ଦ୍ଧାରଣକୁ ମାର୍ଗଦର୍ଶନ କରେ। ବିଶ୍ୱ ଅର୍ଥନୀତିରେ ଦ୍ରୁତ ପରିବର୍ତ୍ତନ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କୃତ୍ରିମ ବୁଦ୍ଧିମତ୍ତା, ସ୍ୱୟଂଚାଳିତ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ଶ୍ରମ ବଜାରକୁ ପରିବର୍ତ୍ତନ କରୁଛି। ଏହିସବୁ ଟେକ୍ନୋଲୋଜି ସହ ଅପଡେଟ୍ ରହିବା ପାଇଁ ଶ୍ରମିକମାନଙ୍କୁ ପୁନଃ ଦକ୍ଷ ଏବଂ ଉନ୍ନତ କରିବା ଆବଶ୍ୟକ ବୋଲି ସେ ଗୁରୁତ୍ୱ ଆରୋପ କରିଥିଲେ। ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ଏବଂ ଶିଳ୍ପ ଆବଶ୍ୟକତା ବିଷୟରେ କହି ପ୍ରଧାନମନ୍ତ୍ରୀଙ୍କ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ ଓ କହିଥିଲେ ଯେ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି 5 ବର୍ଷ ମଧ୍ୟରେ ଶ୍ରେଷ୍ଠ 500 କମ୍ପାନୀରେ 1 କୋଟି ଯୁବକଙ୍କୁ ନିଯୁକ୍ତି ପାଇଁ ସୁଯୋଗ ଉନ୍ନତି କରିବା ପାଇଁ। ଶ୍ରମିକ ସଂଗଠନଗୁଡ଼ିକୁ ଆହ୍ୱାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେମାନେ ପରିବର୍ତ୍ତିତ ଶ୍ରମ ବଜାରରେ ଏକ ଗଠନମୂଳକ ଭୂମିକା ଗ୍ରହଣ କରିବା, ଶ୍ରମିକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ଏବଂ ପୁନଃ ଦକ୍ଷତା ବୃଦ୍ଧି ପଦକ୍ଷେପକୁ ସକ୍ରିୟ ଭାବରେ ସମର୍ଥନ କରିବା ଉଚିତ। 2036 ସୁଦ୍ଧା ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ ଏବଂ 2047 ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ଆଡ଼କୁ ଅଗ୍ରସର ହେଉଛି ଏବଂ ଏହି ଦୃଷ୍ଟିକୋଣ ହାସଲ କରିବାରେ ଶ୍ରମିକମାନେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ସରକାର ଶ୍ରମିକଙ୍କ ସମ୍ମାନ, ସୁରକ୍ଷା ଏବଂ ଭବିଷ୍ୟତକୁ ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘର ସଭାପତି ହିରଣ୍ୟମୟୀ ପାଣ୍ଡ୍ୟା, ଡେପୁଟି ଜେନେରାଲ ସେକ୍ରେଟାରୀ ସୁରେନ୍ଦ୍ର କୁମାର ପାଣ୍ଡେ, ସାଧାରଣ ସମ୍ପାଦକ ରବୀନ୍ଦ୍ର ହିମଟେ, ଶ୍ରମ ବିଶେଷଜ୍ଞ ୟୁକି ଓଟସୁଜିଙ୍କ ସମେତ ବିଭିନ୍ନ ଦେଶର ଶ୍ରମିକ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ।